ମୁଁ ଆଜି ସୁଜି କ୍ଷୀରି ବନେଇବି। ସୁଜି କ୍ଷୀରି ବନେଇବା ପାଇଁ ମୁଁ ସରୁ ସୁଜି ନେଇଛି, ସରୁରୁ ପୁରା ଧଳା ସୁଜି। ଏଟା ମାର୍କେଟରୁ ମୁଁ ନିଜେ ବାଛିକି ଆଣିଛି, ମାନେ ଦେଖିକି ଧଳା ସୁଜି, ପୁରା ସରୁ ସୁଜି। କ୍ଷୀର, ଏଟା ମିଠା ପାଇଁ ଚିନି, ଗୁଜୁରାତି କିଛି ଛେଚିକି ରଖିଛି, ତେଜପତ୍ର ଗୋଟେ, କାହିଁକିନା ତେଜପତ୍ରର ଟେଷ୍ଟ ମୋତେ ଭଲ ଲାଗେନି, ସେଥିଲାଗି ମୁଁ ଗୋଟେ ହିଁ ନେଇଛି। ଆଉ ଏଠି କିଛି କାଜୁ ନେଇଛି, କାଜୁ ମୁଁ ଛାଣିକି ରଖିଦେଇଛି। ଜିରା, ଯେହେତୁ ସୁଜି ଗରିଷ୍ଠ ଜିନିଷ, ହଜମ କରେନି ଶୀଘ୍ର, ସେଥିଲାଗି ଜିରା ମୁଁ କିଛି ନେଇଛି। ଜିରାଟା ହଜମ କରେ ଖାଇଲେ। ଗ୍ୟାସ୍ ହେଇଥିଲେ ଆପଣ ଯଦି ଜିରା, ଲୁଣ ତାକୁ ଟିକେ ଅଳ୍ପ ଚକଟି ଦେଇ ଖାଇଦେଇକି ଉଷୁମ ପାଣି ଟିକେ ହଉ କି ପାଣି ସେମିତି ପ୍ଲେନ୍ ପାଣି ହଉ, ଥଣ୍ଡା ପାଣି ପିଇଦେବେ, ତାହେଲେ ହଜମ ହେଇଯିବ। ଏଠି ଘରେ କିଛି ରହିଥିବା ଗୁଆ ଘିଅ ମୁଁ ନେଇଛି। ମୋତେ ଘିଅର ଟେଷ୍ଟ ବେଶୀ ଭଲ ଲାଗେନି, କାହିଁକିନା ସେଟା ଆଇଁଷିଣିଆ ଗନ୍ଧାଏ, ସେଥିଲାଗି ମୁଁ ଘିଅ ଆଡ଼୍ କରେନି, ରିଫାଇଣ୍ଡ ତେଲ ବେଶୀ ୟୁଜ୍ କରେ। ତ ଯେହେତୁ ଏଇଟା ଘରର ଗୁଆ ଘିଅଟା, ସେଥିଲାଗି ମୁଁ ଗୁଆ ଘିଅ ହିଁ ନେଇଯାଇଛି। ଆପଣ କିସମିସ୍ ଚାହିଁଲେ ବି ପକାଇ ପାରିବେ, କାହିଁକିନା ଏଇଟା ଯେହେତୁ ସୁଜି କ୍ଷୀରି, କିସମିସ୍ ବି ପକାଇ ପାରିବେ, କିନ୍ତୁ କିସମିସ୍ ମୁଁ ପକାଉନି, କାହିଁକିନା କିସମିସ୍ଟା ଖଟା ଲାଗିବ, ତ ଖଟା ଜିନିଷ ମୋତେ ବେଶୀ ପସନ୍ଦ ନାହିଁ, ତ ମୁଁ ଏଠି କିସମିସ୍ ନେଇନି। ବାସ୍ ଆପଣଙ୍କୁ ବନେଇକି ମୁଁ କ୍ଷୀରିଟା ଦେଖେଇଦେବି।